ମାରି ବି ଘରୁ ମୂଷାଙ୍କୁ ତଡ଼ି ପାରିବେ। ବାସ୍ କରିବାକୁ ପଡ଼ିବ ଏହି ଛୋଟ କାମ। ଘରେ ଘରେ ମୂଷାଙ୍କ ଆତଙ୍କ ସାଧାରଣ କଥା। ମୂଷାମାନେ ଖାଦ୍ୟ ନଷ୍ଟ କରିଦିଅନ୍ତି ଓ ଲୁଗାପଟା ଚିରି ଟୁକୁରା ଟୁକୁରା କରିଦିଅନ୍ତି। ବେଳେବେଳେ ଅତିଷ୍ଠ ହୋଇ ଲୋକମାନେ ମୂଷାଙ୍କ ଉପଦ୍ରବରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାୟ ଖୋଜନ୍ତି। ମୂଷାମାନେ ମଧ୍ୟ ଘରେ ଅନେକ ରୋଗ ସୃଷ୍ଟି କରନ୍ତି। ଅନେକ ଲୋକ ନିଜ ଘରେ ମୂଷାମାନଙ୍କ ଠାରୁ ମୁକ୍ତି ପାଇବାକୁ ଚେଷ୍ଟା କରନ୍ତି, କିନ୍ତୁ ବଜାରରେ ଅନେକ ଔଷଧ ଏମିତି ରହିଛି ଯାହାକୁ ମୂଷାକୁ ମାରିହେବ। କିନ୍ତୁ ଔଷଧ ଦେଇ ମୂଷା ମାରିବାରେ ଆଉ ଏକ ସମସ୍ୟା ଅଛି। ମୂଷା ମରିବା ପରେ ଘରେ ମଲା ମୂଷା ଗନ୍ଧ କରିଥାଏ। ତେଣୁ ଏପରି ନକରି ଔଷଧ ବିନା ଘରେ ଥିବା ମୂଷାମାନଙ୍କ ଠାରୁ ମୁକ୍ତି ପାଇବା ପାଇଁ ଏକ ଭଲ ଉପାୟ ଅଛି। ଏକ ବିଶେଷ ଢଙ୍ଗରେ ଘରୁ ମୂଷାମାନଙ୍କୁ ଘୋଡ଼େଇବା ସମ୍ଭବ ଅଟେ। ସେହି ନିର୍ଦ୍ଦିଷ୍ଟ ପଦ୍ଧତି କେବଳ ଅଣ୍ଡିରା ମୂଷା ପାଇଁ ପ୍ରଯୁଜ୍ୟ, ମାଇ ମୂଷା ପାଇଁ ନୁହେଁ। କଦଳୀ ଦ୍ୱାରା ଘରୁ ମୂଷାମାନଙ୍କୁ ଘୋଡ଼ା ଯାଇପାରିବ। କାରଣ ଅନୁସନ୍ଧାନରୁ ଜଣାପଡ଼ିଛି ଯେ କଦଳୀ ଦେଖିବା ମାତ୍ରେ ଅଣ୍ଡିରା ମୂଷା ପଳାୟନ କରନ୍ତି। ଅଧ୍ୟୟନରୁ ଜଣାପଡ଼ିଛି ଯେ କଦଳୀରେ ଏନ୍-ପେଣ୍ଟାଇଲ୍ କମ୍ପାଉଣ୍ଡ ମଧ୍ୟ ଥାଏ। ଏହି କାରଣରୁ ଅଣ୍ଡିରା ମୂଷା କଦଳୀକୁ ଭୟ କରନ୍ତି। ସେଥିପାଇଁ ମୂଷାମାନେ କଦଳୀ ଦେଖିବା ମାତ୍ରେ ପଳାନ୍ତି। ଏହି କାରଣରୁ ଘରେ କଦଳୀ ରଖିବା ଦ୍ୱାରା ମୂଷା ଉପଦ୍ରବରୁ ମୁକ୍ତି ମିଳିପାରିବ। ଯଦି ଆପଣ କଦଳୀକୁ ଘର ଭିତରେ ରଖନ୍ତି ତେବେ ମୂଷାଙ୍କ ସମ୍ଭାବନା କମିଯିବ। ଯଦି ଘରେ ପୂର୍ବରୁ ମୂଷା ଥାଏ ତେବେ ଆପଣ ସେହି ସ୍ଥାନରେ ପାଚିଲା କଦଳୀ ରଖିପାରିବେ। ମୂଷାମାନଙ୍କୁ ନ ମାରି ଆପଣ ଏପରି ଭାବେ ମୂଷା ଘଉଡ଼ାଇ ପାରିବେ।